ଯାଜପୁର ଟାଉନରେ କିଛି ଲୋକ ବାହାରୁ ଆସିକି ଯେଉଁମାନେ ବେସିକାଲି ବାଂଲାଦେଶ ଓରିଜିନ୍ ଅଛନ୍ତି ସେମାନେ ଆସି ଗୋଟେ ଘରେ ଭଡ଼ା ନେଇଥିଲେ ଏବଂ ଘଟଣାର ପୂର୍ବ ଦିନ ସେ ସ୍ପଟକୁ ଯାଇଥିଲେ। ରାତିରେ ବିଞ୍ଝାରପୁର ଗୋଟେ HDFC ବ୍ୟାଙ୍କ ଅଛି, ସେ HDFC ବ୍ୟାଙ୍କର ATM ମେସିନକୁ ତାଡ଼ି କିଛି ଦୁର୍ବୃତ୍ତ ସେଥିରୁ 5,72,000 ଟଙ୍କା ଲୁଟ୍ କରିନେଇଥିଲେ। ଏ ସମୟରେ HDFC ବ୍ୟାଙ୍କ ଗୋଟେ ରିପୋର୍ଟ ହେଇଥିଲା, ଯେଉଁ ରିପୋର୍ଟକୁ ଆଧାର କରି ବିଞ୍ଝାରପୁର ପ୍ରେସ୍ କେସ୍ 3/2026 ଗୋଟେ କେସ୍ ହେଇଥିଲା। ଏ ଯେହେତୁ 1 ତାରିଖ ରାତିରେ ହେଇଥିଲା ଏବଂ ଗୋଟେ ଛକ ଜାଗାରେ ହେଇଥିଲା, ତେଣୁ ଏହାକୁ ଯାଜପୁର ଜିଲ୍ଲା ପୋଲିସ ତରଫରୁ ଗୋଟେ ଚ୍ୟାଲେଞ୍ଜ ସହକାରେ ନିଆଯାଇଥିଲା। SP ଯାଜପୁର ଗୋଟେ ଡେଡିକେଟେଡ୍ ଟିମ୍ ଏଥିପାଇଁ ଫର୍ମେସନ କରିଥିଲେ, ଯେଉଁ ଟିମ୍ରେ ଆମର ସବ୍ ଇନ୍ସପେକ୍ଟର ଥିଲେ ମହେନ୍ଦ୍ର ସେଠୀ, ସବ୍ ଇନ୍ସପେକ୍ଟର ଆଶୁତୋଷ ନାୟକ, ଇନ୍ସପେକ୍ଟର ରଞ୍ଜନ ମଲ୍ଲିକ, ଇନ୍ସପେକ୍ଟର ସୁଶାନ୍ତ ସେଠୀ, ଆମର ସସ୍ମିତା ମଙ୍ଗରାଜ ମ୍ୟାଡାମ୍ ଥିଲେ, ଆଉ ରାଜକିଶୋର ଲାହା ଥିଲେ, ଆଉ ଅଜିତ ସିଂ ବୋଲି ଥିଲେ। ଆମେ ଏ କେସ୍କୁ ଡିଟେକ୍ସନ କରିବା ପାଇଁ ବିଭିନ୍ନ ଆଙ୍ଗେଲରୁ ଭେରିଫିକେସନ କରିଥିଲୁ, ବିଭିନ୍ନ ଏମଓ କ୍ରିମିନାଲ ଭେରିଫିକେସନ କରିବା ସହ ବିଭିନ୍ନ ଜେଲ୍ ଭେରିଫିକେସନ କରିଥିଲୁ, CCTV ଭେରିଫିକେସନ କରିଥିଲୁ ଏବଂ ଯୋଉଠି ଆଭେଲେବଲ ହୋଟେଲ ଏବଂ ଲଜେସ୍ ଅଛି ସବୁଗୁଡାକ ଭେରିଫିକେସନ କଲା ପରେ ଆମେ ଜାଣିବାକୁ ପାଇଲୁ ଯାଜପୁର ଟାଉନରେ କିଛି ଲୋକ ବାହାରୁ ଆସିକି ଯେଉଁମାନେ ବେସିକାଲି ବାଂଲାଦେଶ ଓରିଜିନ୍ ଅଛନ୍ତି ସେମାନେ ଆସି ଗୋଟେ ଘରେ ଭଡ଼ା ନେଇଥିଲେ ଏବଂ ଘଟଣାର ପୂର୍ବ ଦିନ ସେ ସ୍ପଟକୁ ଯାଇଥିଲେ ରେକି କରିଥିଲେ। ରେକି କରି ଘଟଣା ଦିନ ସେମାନେ ଯାଇକି ଏଭଳିଆ ଘଟଣା ଘଟେଇଛନ୍ତି। এই ঘটনা ঘটিলা পরে আমি সেମାନଙ୍କୁ 3 জনକୁ ଗିରଫ କରିବା ପାଇଁ ସକ୍ଷମ ହେଇଛୁ। ଏ 3 ଜଣ ଅଛନ୍ତି ଗୋଟେ ଶେଖ ରାଜା ଯାହା ଘର ବିଞ୍ଝାରପୁର, ସେ ହଉଛି କେସ୍ ମାଷ୍ଟର ମାଇଣ୍ଡ, ସେ ମଧ୍ୟ ଅନ୍ୟମାନଙ୍କୁ ଅର୍ଗାନାଇଜ କରି এই ଘଟଣା କରାଇଛନ୍ତି। ଗିରଫ ଆକ୍ୟୁଜ ମାନଙ୍କ ଭିତରେ ଅଛନ୍ତି ଶେଖ ରାଜା, ଆଉ ସଦାକ ମୀର ତା ଘର ହଉଛି କାଲକାଟା, ଆଉ ଗୋଟେ ହଉଛି ଆମର ରୁସ୍ତମ ତା ଘର ହଉଛି ବାଙ୍ଗାଲୋର, ଯଦିଓ ତା ଘର ହଉଛି ଉତ୍ତରପ୍ରଦେଶ କିନ୍ତୁ ସେ ବାଙ୍ଗାଲୋରରେ ରହୁଛି। এই 3 ଜଣ ବ୍ୟତୀତ ଅନ୍ୟ 4 ଜଣ ମିଶିକି ଏ ଘଟଣା କରୁଛନ୍ତି। ଏ ଗିରଫ ଆସାମୀ ପକ୍ଷରୁ ଆମେ 1,80,000 ଟଙ୍କା ଜବତ କରୁଛୁ ଏବଂ ସେ ATM ମେସିନକୁ ଲୁଟ୍ କରି ଏବଂ ତାରିଖରେ ତାକୁ ନେଇ ଭାଙ୍ଗିକରି ତା ଟଙ୍କା ନେବା ପାଇଁ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ ସେ ଅସ୍ତ୍ରଶସ୍ତ୍ର ସେମାନଙ୍କ ପଜିସନ ମଧ୍ୟ ଜବତ କରାଯାଇଛି। ଆଉ ଅନେକ ଗୁଡ଼ିଏ ଏଫଆଇଆର ଅଛି, ସେମାନେ ବିଭିନ୍ନ ଥାନାରେ ଫରେଡ଼ ହେଇଛନ୍ତି, ଭୁବନେଶ୍ୱର, କଟକ ବିଭିନ୍ନ ଜାଗାରେ ଫରେଡ଼ ହେଇଛନ୍ତି ଏବଂ ସେମାନେ ପ୍ରଫେସନାଲ କ୍ରିମିନାଲ ଅଛନ୍ତି। ନା ଏମାନେ ମଧ୍ୟ ଯାଜପୁରରେ ଆଗରୁ ମଧ୍ୟ ନିର୍ମୂଳ ଅଛନ୍ତି। ଶେଖ ରାଜା ସେ ଆଗରୁ ମଧ୍ୟ ଅନେକ କେସ୍ ଫରେଡ଼ ହେଇଛି। ମାତ୍ର ଏଇ ଅନ୍ୟମାନେ ଅଛନ୍ତି ସେମାନେ ଭୁବନେଶ୍ୱର, କଟକ, ଅନ୍ୟ ୱେଷ୍ଟବେଙ୍ଗଲ, ବାଙ୍ଗାଲୋର, ସେମାନେ ବାହାରେ ମଧ୍ୟ ସେମାନେ ନାଁରେ କେସ୍।